ପିଲାମାନେ ସମସ୍ତଙ୍କୁ ଆଜିର ଭିଡିଓକୁ ସ୍ୱାଗତ। ତୁମ ଭାଷା ମହକ ବହିର ପାଠ 1 ଗଛ କାହାଣୀ এই কবিতাটির প্রশ্ন উত্তর গুড়িক আলোচনা করনেবা। আস কথা হেবা। 1 নম্বর, গছটি নরম গলারে কাহাকু কহুছি? উত্তর, গছটি নরম গলারে ভাই ভৌণী মানଙ୍କୁ কহুছি। 2 নম্বর, জন্ম কালରୁ গছটি কেউ কেউ যাতনা সহি আসিছি? উত্তর, জন্ম কালରୁ গছটি খরা, বর্ষা, ঝড় ও কাকর রূপক যাতনা সহি আসিছি। 3 নম্বর, গছ ଆମ ପାଇଁ କଣ ସବୁ ସାଇତି ରଖିଛି? ଉତ୍ତର, ଗଛ ଆମ ପାଇଁ ଫୁଲ, ଫଳ ଓ ଡାଳପତ୍ର ଭରା ଛାଇ ସାଇତି ରଖିଛି। 4 নম্বର, ଗଛର ଭାଷାରେ ଆମେ କାହାକୁ ମୂଳ ମନ୍ତ୍ର କରିବା ଉଚିତ? ଉତ୍ତର, ଗଛର ଭାଷାରେ ଆମେ କର୍ମକୁ ମୂଳ ମନ୍ତ୍ର କରିବା ଉଚିତ। 5 নম্বର, କଣ ନ କରିବାକୁ ଗଛଟି ଅନୁରୋଧ କରିଛି? ଉତ୍ତର, କର୍ମ ପଥରେ ହେଳା ନ କରିବାକୁ ଗଛଟି ଅନୁରୋଧ କରିଛି। ତ ପିଲାମାନେ ଏଠି ଦେଖିବ ହେଳା, ଠିକ ଅଛି, ହେଳା ନ କରିବାକୁ ଗଛଟି ଅନୁରୋଧ କରିଛି। ଆଗକୁ ଯିବା ପାଠରୁ। କ, ତଳେ କେତେ ଗୁଡ଼ିଏ ପ୍ରଶ୍ନ ଓ ସେମାନଙ୍କର ଉତ୍ତର ରଖାଯାଇଛି। ଠିକ ଉତ୍ତରଟି ପାଖରେ ଦିଆଯାଇଥିବା ଘରେ ଠିକ ଚିହ୍ନ ଦିଅ। 1 নম্বର, ଜୀବନ ସାରା କେଉଁ ପଥରେ ହେଳା ନ କରିବାକୁ ବୃକ୍ଷ କହିଛି? ତାହେଲେ ଅପସନ ଗୁଡ଼ିକ ଚରମ ପଥ, କରମ ପଥ, ଧରମ ପଥ ନା ମରମ ପଥ। ତାହେଲେ ଠିକ ଉତ୍ତରଟି ପିଲାମାନେ ଆମେ ପଢିଲେ ପୂର୍ବରୁ ଜଷ୍ଟ ହେଲା କରମ ପଥ। ତ ଏଇଠି ଠିକ ଚିହ୍ନ ଦେବ। ନେକ୍ସଟ 2 নম্বର, ଗଛ କଣ କରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଇଛି? ତାହେଲେ ଅପସନ ଗୁଡ଼ିକ ଡାଳପତ୍ର ଧରି, ଅନ୍ତର ଫେଡ଼ି, ବକଳ ହୃଦୟ ଚିରି ନା ବିରାଟ ଆକାର କରି। ତାହେଲେ ଠିକ ଉତ୍ତର ପିଲାମାନେ ଏଇଠି ବକଳ ହୃଦୟ ଚିରି। 3 নম্বର, ଜଗତ ହିତରେ କଣ କରିବା ଉଚିତ? ଅପସନ ଗୁଡ଼ିକ ଫଳ ଖାଇବା ନା ପର ଉପକାର କରିବା ନା ସବୁଜିମା ଭରିବା ନା ଗଛ ଲଗାଇବା। ତାହେଲେ ପିଲାମାନେ ସବୁଜିମା ଭରିବା ଠିକ ଉତ୍ତର, ବୁଝିହେଲା। ନେକ୍ସଟ 4 নম্বର ଦେଖ, ପର ଉପକାର କରିବା ପାଇଁ କାହାକୁ ମୂଳ ମନ୍ତ୍ର କରିବା ଉଚିତ? କର୍ମକୁ, ଧର୍ମକୁ, ଜନ୍ମକୁ ନା ସେବାକୁ। ତାହେଲେ ପିଲାମାନେ କର୍ମକୁ ଠିକ ଉତ୍ତର, ବୁଝିହେଲା। 5 নম্বର, ଜାଣିପାରିବନି ଏ ରୂପ ମୋହର କେତେ ସାଧନାର ଫଳ। ଏକଥା କିଏ କହିଛି? କବି କହିଛନ୍ତି ନା ପିଲାଟି କହିଛି ନା ଧରଣୀ କହିଛି ନା ଗଛ କହିଛି? ତାହେଲେ ପିଲାମାନେ ଏଇ କଥାଟି ଗଛ କହିଛି। ତାହେଲେ ଏଇଠି ରାଇଟ ମାର୍କ ଦେବ, ଠିକ ଅଛି। ଆଗକୁ ଯିବା ଚିନ୍ତା ଓ କଳ୍ପନା। 1 নম্বର, କ, ଗଛ କେବେ କାହା ସହିତ କଥା ହେବାର ତୁମେ ଦେଖିଛ କି ବା ତୁମେ ଜାଣିଛ? ତାହେଲେ ଉତ୍ତର ଲେଖିବ ପିଲାମାନେ ନା। ଗଛ କେବେ କାହା ସହିତ କଥା ହେବାର ତୁମେ ଦେଖିଛ କି ବା ଜାଣିଛ କି? ନା, ଦେଖିନୁ। ବାସ୍ତବରେ ଗଛ ମାନେ ମଣିଷଙ୍କ ପରି ପାଟି କରି କଥା ହୁଅନ୍ତି ନାହିଁ, କିନ୍ତୁ ବିଭିନ୍ନ କାହାଣୀ ଓ କବିତାରେ, ଯେପରିକି ଆମର ଏଇ ଗଛ କାହାଣୀ କବିତାରେ ଗଛ ମଣିଷ ମାନଙ୍କ ସହ ନିଜର ଦୁଃଖ ଓ ସୁଖ ବାଣ୍ଟିବା ଆମେ ଜାଣିଛୁ, ବୁଝିହେଲା। ଖରେ ପ୍ରଶ୍ନ ଦେଇଛି, ତୁମେ କେବେ ଗଛ ସହିତ କଥା ହୋଇଛ କି? ମନେ ରଖ, ଗଛ ମାନେ ପରସ୍ପର କଥା ହୁଅନ୍ତି। ତାହେଲେ ଉତ୍ତର, ଯଦି ମୁଁ ଗୋଟିଏ ଗଛ ହୋଇଥାନ୍ତି ତେବେ ମୋ ବନ୍ଧୁ ଗଛ ସହ ମୁଁ ଏଇପରି କଥାବାର୍ତ୍ତା ହୁଅନ୍ତି। ସାଙ୍ଗ, ଦେଖୁଛୁ ତ ଆଜିକାଲି ମଣିଷ ମାନେ କେତେ ନିର୍ଦ୍ଦୟ ହୋଇ ଆମର ଡାଳପତ୍ର ଟାଣି ନେଉଛନ୍ତି। ଆମକୁ କେତେ କଷ୍ଟ ହେଉଛି, ତଥାପି ଆମେ ସବୁ ଖରା ବର୍ଷା ସହି ସେମାନଙ୍କ ପାଇଁ ଫୁଲ, ଫଳ ଓ ଛାଇ ସାଇତି ରଖିଛେ। ଆମେ ସବୁଦିନ ଏହିପରି ପରୋପକାର କରିବା। ଗରେ ଦେଇଛି ପ୍ରଶ୍ନ, ମନେକର ତୁମେ ଗଛଟିଏ, ତେବେ ତୁମ ବନ୍ଧୁ ସହିତ କଣ କଥାବାର୍ତ୍ତା ହେବ? ତାହେଲେ ପିଲାମାନେ ମନେକର ତୁମେ ଗଛଟିଏ, ତୁମ ବନ୍ଧୁ ଅର୍ଥାତ ଆଉ ଗୋଟେ ଗଛ ସହିତ ତୁମେ କଣ କଥାବାର୍ତ୍ତା ହେବ କୁହ। ତାହେଲେ ପିଲାମାନେ ଏଇଠି ମନେକର ତୁମେ ଗଛଟିଏ ହେଇଛ, ତାହେଲେ ଆଉ ଗୋଟିଏ ଗଛ ସହିତ ବନ୍ଧୁ ସହିତ କଣ କଥା ହେବ? ଏଠି ତୁମେ ମନକୁ କରିବ, ଟିକେ କହିଦଉଛି, ତୁମେ ମାନେ ଭାବିକି ଲେଖିବ। ତ ଗଛଟି କହିବ ଆର ଗୋଟିଏ ଗଛକୁ ବା ବନ୍ଧକୁ ହେଲା ଯେ, ଦେଖ ଆମେ
ମନୁଷ୍ୟର ସବୁ ପ୍ରକାରର ଉପକାର କରି ମଧ୍ୟ ମଣିଷ ମାନେ ଆମ ପ୍ରତି ନିର୍ଦୟ ହେଉଛନ୍ତି। ଆମର କଣ କରୁଛନ୍ତି? ଫୁଲ ଫଳ ଗଛକୁ ବି ଏମିତିକି କାଟି ନେଇଯାଉଛନ୍ତି। ଏତେ ସବୁ କରି ମଧ୍ୟ ଆମେ ସବୁବେଳେ ପରୋପକାର ଭାବନା ରଖିବା ଉଚିତ। ତୁମେ ଏମିତି 2ଟି ଗଛ ବିଷୟରେ ଲେଖିପାରିବ ହେଲା। ନେକ୍ସଟ 2 ନମ୍ବର କ ନରମ ଗଳାରେ ଗଛଟି କହଇ ଶୁଣରେ ମଣିଷ ଭାଇ ଫଳ ଖାଇବାକୁ ବଳାଉଛ ମନ ଆପତ୍ତି ମୋହର ନାହିଁ। ଉପର ଲିଖିତ କବିତାର ଧାଡିରେ ଗଛଟି ମଣିଷ ମାନଙ୍କୁ ତା ଦୁଃଖ କଥା ଜଣାଉଛି। ଶେଷରେ ଗଛ ଲଗାଇବା ପାଇଁ ଆମକୁ ଶପଥ କରାଉଛି ହେଲା। ତାହେଲେ ଏଇଠି ଦେଖ ଖରେ ଦଉଛି ଦିନେ ସକାଳେ ତୁମେ ବୁଲୁଥିବା ବେଳେ ହାତୀ ଛୁଆଟିଏ ଯାଉଥିବାର ଦେଖିଲ। ହାତୀ ଛୁଆଟି ତୁମକୁ ଦେଖି ଅଟକି ଗଲା, ତୁମେ ବି ଅଟକି ଗଲ। ପରସ୍ପରକୁ କିଛି ସମୟ ଚାହିଁଲ, ଧୀରେ ଧୀରେ ତୁମ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଆସିଲା। ତୁମେ ଦୁହେଁ କଥାବାର୍ତ୍ତା ହେଲ। ତୁମେ ଦୁହେଁ କଣ କଥାବାର୍ତ୍ତା ହେଲ? ବନ୍ଧୁ ମେଳରେ ଆଲୋଚନା କର। ତାହେଲେ ହାତୀ ଛୁଆ ସହିତ ତୁମେ କଣ ଆଲୋଚନା କରିବ ଲେଖିବ ହେଲା। ଏହାର ଉତ୍ତର କରିବା। ତାହେଲେ ପିଲାମାନେ ଉତ୍ତର ଲେଖିବ ମୁଁ। ଆରେ ସାନ ହାତୀ ଅର୍ଥାତ ପିଲାଟି କହୁଛି ହେଲା, ମାନେ ତୁମେ କହୁଛ ଆରେ ସାନ ହାତୀ ସୁପ୍ରଭାତ, ତୁମେ ଏଠାକୁ କେମିତି ଆସିଲ? ତୁମ ମା ଓ ବାପା କେଉଁଠି ଅଛନ୍ତି? ହାତୀ ଛୁଆ ତ ଟିକେ ଖୁସି ହେଇକି କହୁଛି ସୁପ୍ରଭାତ ବନ୍ଧୁ, ମୁଁ ଜଙ୍ଗଲରୁ ଟିକେ ଖେଳିବାକୁ ବାହାରକୁ ଚାଲି ଆସିଲି। ମୋ ମା ସେଇ ପାଖ ଜଙ୍ଗଲରେ ଗଛରୁ ଡାଳ ପତ୍ର ଖାଉଛନ୍ତି। ତୁମେ ଏତେ ସକାଳୁ କଣ କରୁଛ? ତାହେଲେ ମୁଁ କହିଲି ମୁଁ ସକାଳେ ଟିକେ ଖୋଲା ପବନରେ ବୁଲିବାକୁ ବାହାରିଛି। ତୁମକୁ ଏଠାରେ ଦେଖି ମତେ ବହୁତ ଆଶ୍ଚର୍ଯ୍ୟ ଲାଗିଲା, କିନ୍ତୁ ବହୁତ ଖୁସି ବି ଲାଗିଲା। ତୁମକୁ ଏକୁଟିଆ ଭୟ ଲାଗୁନାହିଁ ତ? ହାତୀ ଛୁଆ ପ୍ରଥମେ ଟିକେ ଭୟ ଲାଗୁଥିଲା, କିନ୍ତୁ ତୁମକୁ ଦେଖି ମୋର ଭୟ ପଳାଇଲା। ତୁମେ ବହୁତ ଭଲ ପିଲା। ତୁମେ ମୋ ସାଙ୍ଗରେ ଟିକେ ଖେଳିବ କି? ମତେ ଦୌଡ଼ିବାକୁ ବହୁତ ଭଲ ଲାଗେ। ତାହେଲେ ପୁଣି ମୁଁ କହିଲି ହଁ ନିଶ୍ଚୟ ତୁମ ସହ ଖେଳିବି, କିନ୍ତୁ ଟିକେ ସମୟ ଖେଳି ସାରି ବା ପରେ ଚାଲ, ମୁଁ ତୁମକୁ ତୁମ ମାଙ୍କ ପାଖରେ ଛାଡିଦେବି, ନହେଲେ ସେ ତୁମକୁ ନ ଦେଖି ବହୁତ ବ୍ୟସ୍ତ ହେଉଥିବେ। ହାତୀ ଛୁଆ ଶୁଣ୍ଢ ଟେକି କହିଲା ହଁ ତୁମେ ଠିକ କହିଲ, ଆମେ ସାଙ୍ଗ ହୋଇଯିବା ଓ ମୁଁ ତୁମକୁ ଆମ ଜଙ୍ଗଲ ଦେଖାଇବି। ତାହେଲେ ପିଲାମାନେ ଏଇଭଳି ତୁମେ ଆଉ ହାତୀ କଥାବାର୍ତ୍ତା ଲେଖିଦେବ। ନେକ୍ସଟ ପିଲାମାନେ ଆଗକୁ ଯିବା। ଭାବ ଓ ଲେଖ। 1 ନମ୍ବର କଣ କଲେ ଆମ ଧରଣୀ ହତଶ୍ରୀ ହେବ ନାହିଁ? ଉତ୍ତର ଗଛ ଲଗାଇବା ଦ୍ୱାରା ଧରଣୀ ସବୁଜିମାରେ ପରିପୂର୍ଣ୍ଣ ହେଲେ ହତଶ୍ରୀ ହେବ ନାହିଁ। 2 ନମ୍ବର ଗଛ ତା ଜୀବନରେ କି କି ଯାତନା ସହିଛି? ଉତ୍ତର ଗଛଟି ତା ଜୀବନରେ ଖରା ବର୍ଷା ଝଡ଼ ଓ କାକର ରୂପକ ଯାତନା ସହିଛି। 3 ନମ୍ବର ଆମେ ସବୁ ଗଛକୁ କିପରି କଷଣ ଦେଉଛେ ବା କଷ୍ଟ ଦେଉଛେ? ତାହେଲେ ଉତ୍ତର ଆମେ ଗଛର ଡାଳକୁ ଟାଣିଲେ ତା ଦେହରୁ କ୍ଷୀର ବାହାରେ, ଏହା ଗଛର କଷଣ ସ୍ୱରୂପ ଲୋତକ ବାହାରୁଛି ବୋଲି ବର୍ଣ୍ଣିତ ହୋଇଛି। 4 ନମ୍ବର ଆମ ପାଇଁ ଗଛ କଣ ସାଇତି ରଖିଛି? ଉତ୍ତର ଆମ ପାଇଁ ଗଛ ଫୁଲ ଫଳ ଓ ବାସସ୍ଥାନ ପାଇଁ କାଠ ସାଇତି ରଖିଛି। 5 ନମ୍ବର ଗଛର ଉପକାର ପାଇଁ ତୁମେ କଣ କରିବ? ବୁଝିହେଲା ତ? ଉତ୍ତର ଲେଖିବ ଗଛର ଉପକାର ପାଇଁ ଆମେ ବୃକ୍ଷରୋପଣ କରିବା ଓ ତାର ଯତ୍ନ ନେବା ଓ ଗଛକୁ କଷ୍ଟ ହେବା ଭଳି କାର୍ଯ୍ୟ କରିବା ନାହିଁ। ନେକ୍ସଟ ପିଲାମାନେ ଆଗକୁ ଯିବା। ଆସ କବିତାକୁ ବୁଝିବା। କବିତାଟିକୁ ଆଉ ଥରେ ପଢ। ତଳେ ଦିଆଯାଇଥିବା ପଦ୍ୟାଂଶରୁ ଯାହା ବୁଝିଲ ବନ୍ଧୁମାନଙ୍କ ସହ ଆଲୋଚନା କରିକି ଲେଖ। ତାହେଲେ ଏଇଠି ପିଲାମାନେ ସରଳାର୍ଥ ଲେଖିବ। ଠିକ ଅଛି। 1 ନମ୍ବର କ୍ଷୀର ନୁହେଁ ତ ଲୋତକ ଧାରାରେ ନୟନ ଝରଇ ମୋର। ଉତ୍ତର କ୍ଷୀର ନୁହେଁ ତ ଛରଇ ମୋର। ଉପରୋକ୍ତ ପଦ୍ୟାଂଶଟି ପଠିତ ଭାଷା ମହକ 3 ପୁସ୍ତକର ଗଛ କାହାଣୀ କବିତାରୁ ଆଣିତ। ଏହି ପଦ୍ୟରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଗଛର କରୁଣ ବେଦନା ବ୍ୟକ୍ତ କରିଛନ୍ତି। ଗଛଟି ନମ୍ରତାର ସହ ଜନସମାଜକୁ ନିବେଦନ କରି ତାହାର ଅନ୍ତରର ବେଦନା ଜଣାଇଛି। ଫଳ ନେବାକୁ ସେ କେବେ ଆପତ୍ତି କରେ ନାହିଁ, କିନ୍ତୁ ଫଳ ତୋଳିବା ବେଳେ ଡାଳକୁ ଟାଣି ଆଣିବାରୁ ଯେଉଁ କ୍ଷୀର ବାହାରେ ତାହା ଗଛର ଲୁହ ବୋଲି ବର୍ଣ୍ଣନା କରିଛନ୍ତି। ବାସ୍ତବିକ ପ୍ରସଙ୍ଗଟି ଅତ୍ୟନ୍ତ ହୃଦୟସ୍ପର୍ଶୀ। 2 ନମ୍ବର ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ଉତ୍ତର ଧରଣୀ ହସିଲେ ହତଶିରି। ଉକ୍ତ
ଉଦ୍ଧୃତାଂଶଟି ବା ପଦ୍ୟାଂଶଟି ଲେଖିପାରିବ। ଆମ ପଠିତ ଭାଷା ମହକ 3 ପୁସ୍ତକର ଗଛ କାହାଣୀ କବିତାରୁ ଆସିଅଛି। ଏହି ପ୍ରସଙ୍ଗରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଧରଣୀ ମାତା ମନରେ କିପରି ଶାନ୍ତି ଭରିଦେବା ସେ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। ଗଛ ଜନସମାଜକୁ ଅନୁରୋଧ କରେ କି ଜଗତର କଲ୍ୟାଣ ପାଇଁ ପୃଥିବୀ ପୃଷ୍ଠରେ ସମସ୍ତ ମନୁଷ୍ୟ ବୃକ୍ଷରୋପଣ କରିବାକୁ ବଦ୍ଧପରିକର ହେବା ଆବଶ୍ୟକ। ଏହା ଦ୍ୱାରା ଧରଣୀ ମାତା ସବୁଜିମାରେ ପରିପୂର୍ଣ୍ଣ ହେବ ଓ ଆମ ପରିବେଶ ଶ୍ରୀହୀନ ହେବ ନାହିଁ। ପ୍ରସଙ୍ଗଟି ଅତ୍ୟନ୍ତ ଶିକ୍ଷାମୂଳକ। 3 ନମ୍ବର, ମୋ ଫଳ ଖାଇକି ମୋହରି ଆଗରେ ଶପଥ କର ହେ ରହି। ଉତ୍ତର, ମୋ ଫଳ ଖାଇକି ... କରରେ ରହି। ଉକ୍ତ ପଦ୍ୟାଂଶଟି ଆମ ପଠିତ ଭାଷା ମହକ 3 ପୁସ୍ତକର ଗଛ କାହାଣୀ କବିତାରୁ ଆନିତ। ଏଠାରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଗଛର ଆକୁଳ ନିବେଦନ ବର୍ଣ୍ଣନା କରିଛନ୍ତି। ଗଛ ତାହାର କରୁଣ ମନର କରୁଣ କାହାଣୀ ଜନସମାଜକୁ ଜଣାଇ ନିବେଦନ କରିଛି ଯେ ସେ ଜନସମାଜର ସେବାରେ ସର୍ବଦା ନିୟୋଜିତ। ତାର ଫଳକୁ ସମସ୍ତେ ଗ୍ରହଣ କରିବା ସହିତ ସାରା ଜୀବନ ନିଜର କର୍ମରେ ହେଳା ନ କରିବାକୁ ଶପଥ ଗ୍ରହଣ କରିବା ଉଚିତ। ବାସ୍ତବିକ ପ୍ରସଙ୍ଗ ଅତ୍ୟନ୍ତ ଗ୍ରହଣୀୟ। 4 ନମ୍ବର, କରମକୁ ମୂଳ ମନ୍ଦର କରିଣ ପର ଉପକାର କର। ଉତ୍ତର, କରମକୁ ମୂଳ ... ଉପକାର କର। ଉକ୍ତ କବିତାଂଶଟି ବା ପଦ୍ୟାଂଶଟି ଆମ ଭାଷା ମହକ 3 ପୁସ୍ତକର ଗଛ କାହାଣୀ କବିତାରୁ ଆସିଅଛି। ଏହି ପ୍ରସଙ୍ଗରେ କବି ଡକ୍ଟର ରାମଚନ୍ଦ୍ର ନାୟକ ଗଛର ମହତ୍ୱ ସମ୍ପର୍କରେ ସୂଚନା ଦେଇଛନ୍ତି। କର୍ମକୁ ମୂଳ ଆଧାର କରି ସାନରୁ ବଡ଼ ପର୍ଯ୍ୟନ୍ତ ବୃକ୍ଷଟି ମନୁଷ୍ୟ ପାଇଁ ବହୁତ ହିତକାରୀ। ଗଛର ପ୍ରତ୍ୟେକ ଅଂଶ ଯେପରିକି ଚେର, ମୂଳ, ଡାଳ ଓ ପତ୍ର ଇତ୍ୟାଦି ମନୁଷ୍ୟର କାର୍ଯ୍ୟରେ ଆସେ। କର୍ମ ମୂଳ ମନ୍ତ୍ର ବୋଲି ସେ ଜନ ସମାଜକୁ ଦର୍ଶାଇଛି। ଉକ୍ତ ଉକ୍ତିଟି ମନୁଷ୍ୟକୁ କର୍ମ ପଥରେ ପାଥେୟ କରି ଆଗକୁ ଚାଲିବାକୁ ଶିକ୍ଷା ଦେଇଛି। ବାସ୍ତବିକ ପ୍ରସଙ୍ଗଟି ଶିକ୍ଷଣୀୟ। ନେକ୍ସଟ ଆଗକୁ ଯିବା ପିଲାମାନେ ଭାଷାର କଥା। ତାହେଲେ ଏଇଠି ଦେଖ ତଳେ କ ସ୍ତମ୍ଭରେ କେତେ ଗୁଡ଼ିଏ ଭାବାର୍ଥ ଦିଆଯାଇଛି। ତାହେଲେ ପିଲାମାନେ ଏଠି କ ସ୍ତମ୍ଭରେ କିଛି ଭାବାର୍ଥ ଦିଆଯାଇଛି। କବିତାରେ କେଉଁଠି ସେଇ କଥା କୁହାଯାଇଛି ଖ ସ୍ତମ୍ଭରେ ସେଇ ଧାଡ଼ି ବା ଧାଡ଼ି ଗୁଡ଼ିକ ଲେଖ। ତାହେଲେ ଏଠି ଦେଖ ଗୋଟିଏ ନମୁନାଟିଏ ଦେଇଛି। ତାହେଲେ ଏଠି ଦେଖ କ ଗଛ ଆମକୁ ଫଳ ଖାଇବାକୁ ମନା କରିନାହିଁ। ତାହେଲେ ଖ ସ୍ତମ୍ଭ ହଉଛି ଫଳ ଖାଇବାକୁ ବଳାଇଛ ମନ ଆପତ୍ତି ମୋହର ନାହିଁ। ତାହେଲେ 2ରେ ଗଛର ଆଖିରୁ ଲୁହର ଧାର ବହୁଛି। ତାହେଲେ ପିଲାମାନେ ଏଇଠି ଲେଖ କବିତା ପାଖକୁ ଯିବା। ତ ଏଇଠି ଦେଖ ପିଲାମାନେ ଲେଖିବ କ୍ଷୀର ନୁହେଁ ଏତ ଲୋତକ ଧାରାରେ ନୟନୁ ଝରଇ ମୋର। ହେଲା, ଏତିକି ପିଲାମାନେ ଲେଖିବ। ହେଲା 2ରେ। ତାପରେ 3କୁ ଯିବା। 3ରେ ପ୍ରଚୁର ଫଳ ଦେଖି ମୋତେ ଈର୍ଷା କରୁଛ। ତାହେଲେ ଯିବା କବିତାଟିକୁ। ଏଇଠି ଦେଖ ପିଲାମାନେ ଆଜି ସିନା ତୁମେ ଈର୍ଷା କରୁଛ ଦେଖି ଫଳ ମାଳ ମାଳ। ହେଲା, ଏଇଠି ତୁମେ ମାନେ ଲେଖିବ ଏତିକି 3 ପାଇଁ। 4 ନମ୍ବର, ସାରା ଜୀବନ କର୍ମ ପଥରେ ରହିବ। ଏଇଠି ଅଛି ଦେଖ ପିଲାମାନେ ଏ ସାରା ଜୀବନ କର୍ମ ପଥରେ ହେଳା ନ କରିବ କେହି। ଏତିକି ଲେଖିଦେବ। 5 ନମ୍ବର, ଆମ ପରିବେଶ ହତଶ୍ରୀ ହେବ ନାହିଁ। ତାହେଲେ ଏଇଠି କବିତାକୁ ଯିବା। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶ୍ରୀ। ଏତିକି ଲେଖିବ। ନେକ୍ସଟ 6 ନମ୍ବର ପଏଣ୍ଟ ପାଇଁ ଲେଖିବ ଦୁଃଖରେ ମୋ ଗଛର ପ୍ରାଣ ଜଳି ଯାଉଛି। ଏଇଠି ଅଛି ପିଲାମାନେ ଜାଣି ପାରିବନି ପରାଣ ମୋହର ଦୁଃଖରେ କିପରି ଜଳେ। ଏତିକି ଲେଖିଦେବ। ନେକ୍ସଟ ଆଗକୁ ଯିବା। ଖ ଅକ୍ଷର ସଜାଡ଼ି ଶବଦ ଗଢ଼ ପାରୁଅଛ ଯଦି ମାତ୍ରାକୁ ଯୋଡ଼। ତ ଦେଖ କ ସ୍ତମ୍ଭ ସହିତ ଖ ସ୍ତମ୍ଭ। ତାହେଲେ ଆମେ ସଜାଡ଼ିକି ଲେଖିବା। ଠିକ ଅଛି। ନ ବ ଜ। ତ ଆବଶ୍ୟକ ସ୍ଥଳେ କଣ କରିବା ମାତ୍ରାକୁ ଯୋଡ଼ିବା ପାଇଁ କହିଛି। ଦେଖ ଏଇଠି ଜୀବନ। ସେଇଭଳି ତ ଗ ଜ ଅଛି। ତାହେଲେ କଣ ହବ ପିଲାମାନେ ଜଗତ। ହେଲା, ଆବଶ୍ୟକ ସ୍ଥଳେ କଣ କରିବା ମାତ୍ରା ଯୋଡ଼ିବା। ଦେଖ କ ତ ଲ। ତାହେଲେ କଣ ହବ ଏଇଠି ମାତ୍ରା ଦେଇଦେବା ଲୋତକ। ବୁଝିହେଲା। ତାପରେ ର ଧଣ ତୁମେ ମାନେ ଜାଣିପାରୁଥିବ କଣ ପିଲାମାନେ ଧରଣୀ। ନେକ୍ସଟ ନଚସ ନଚସ ସୂଚନା ସୂଚନା। ନେକ୍ସଟ
କରପଉ କରପଉ ହେଲେ କଣ ହେଲା ଉପକାର ଉପକାର। ତାପରେ ସମଜବ ଅଛି ଲେଖିବ ସବୁଜିମା ସବୁଜିମା ହେଲା। ଏଇଠି ଆଉ ଥରେ ଲେଖି ଦଉଛି ପିଲାମାନେ ସବୁଜିମା ବୁଝିଗଲା। ଆଗକୁ ଯିବା। ତାହେଲେ କର ଦେଇଛି ଦେଖ ଏଠି ଗ ଶବଦ ଝୁଲୁଛି ଗଛରେ ଦେଖ ସମାନ ଅର୍ଥକୁ ଖୋଜିଣ ଲେଖ। ତାହେଲେ ସମାନ ଅର୍ଥକୁ ଖୋଜିକି ଲେଖିବା। ଦେଖ ଏଇଠି ଏଇ ଶବ୍ଦ ଗୁଡିକ ଗଛ ପତ୍ରରେ ଝୁଲୁଛି ଏଇଠି ହେଲା। ତାହେଲେ ତା ଅର୍ଥକୁ ଆମେ ଖୋଜିକି ଆଣିବା। ତାହେଲେ ଦେଖ ଏଇଠି ଗଛ ଅଛି ଗଛ ସହିତ କିଏ ହେଇପାରିବ ବୃକ୍ଷ ହେବ ଆଉ କଣ ହେବ ପାଦପ ବି ହବ ହେଲା ଗଛ ସହିତ ଲେଖିପାରିବ। ତାପରେ ପତ୍ର ତାହେଲେ ପତ୍ରର ପିଲାମାନେ କଣ ହବ ତ ଏଇଠି ପିଲାମାନେ ଲେଖିଦବ ହେଲା ଗଛ ହାଇପେନ ଦେଇକି ଲେଖିଦବ କଣ ବୃକ୍ଷ ଆଉ କମା ଦେଇକି ଲେଖିବ ପାଦପ। ତାପରେ ପତ୍ର ତାହେଲେ ପିଲାମାନେ ପତ୍ର ସହିତ ଏଇଠି ଦେଖ ଦଳ ହେଇପାରିବ ହେଲା। ପତ୍ର ସହିତ କଣ ଦଳ ଆଉ ପଲ୍ଲବ ବି ହେଇପାରିବ ହେଲା। ତେଣୁ ଏଇଠି ଲେଖିଦବ ପତ୍ର ହାଇପେନ ଦେଇକି ଲେଖିବ ଦଳ ଆଉ ପଲ୍ଲବ। ଠିକ ଅଛି। ନେକ୍ସଟ ଦେଖ ଲୁହ ଲୁହ ତୁମେ ମାନେ ଜାଣିପାରୁଥିବ ଅଶ୍ରୁ ଆଉ ଲୋତକ ହେଲା। ଏଇଠି ଅଛି ଅଶ୍ରୁ ଆଉ ଏଇଠି ଦେଖ ଲୋତକ। ତେଣୁ ଏଇଠି ଲେଖିବ ଲୁହ ପାଇଁ ଲୁହ ଅଶ୍ରୁ ଅଶ୍ରୁ ପିଲାମାନେ ଲୋତକ। ତାପରେ ଆଖି ଆଖି ପିଲାମାନେ କଣ ଚକ୍ଷୁ ହେଇପାରିବ ଆଉ ନୟନ ଦେଖ। ତେଣୁ ଏଇଠି ଲେଖିବ ଆଖି ଆଖି ପାଇଁ ଚକ୍ଷୁ ଆଉ ନୟନ ବୁଝିହେଲା। ଶପଥ ତାହେଲେ ଶପଥ ପାଇଁ ପିଲାମାନେ କଣ ପଣ ଆଉ ଗୋଟେ କରିପାରିବା ପ୍ରତିଜ୍ଞା। ତେଣୁ ଲେଖିବ ଶପଥ ପଣ ଆଉ ପ୍ରତିଜ୍ଞା। ଏଇଭଳି ତୁମେ ମାନେ ଲେଖି ନବ। ଠିକ ଅଛି। ତାହେଲେ ଆଗକୁ ଯିବା। ଏଇଠି ଘର ଦେଇଛି ତଳେ କବିତାର କିଛି ଅଂଶ କ ଓ ଖ ସ୍ତମ୍ଭରେ ରହିଅଛି କବିତାକୁ ମନେ ପକାଇ ସମ୍ପର୍କିତ ପଦକୁ ଯୋଡ଼। ତାହେଲେ ପିଲାମାନେ ସମ୍ପର୍କିତ ପଦକୁ ଯୋଡ଼ିବା। ଦେଖ କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ଯୋଡ଼ିବା। ତାହେଲେ ଦେଖ 1 ନମ୍ବର ଡାଳକୁ ମୋହର ଟାଣି ନେଉଥାନ୍ତି କ୍ଷୀର ନୁହେଁ ଏତ କଣ ପିଲାମାନେ ଲୋତକ ଧାରାରେ। ତ ଏଇଠି ପିଲାମାନେ ତଳକୁ ଯିବା ଟିକେ ଅଛି ଏଇଠି ହେଲା ଛୋଟ କରିଦଉଛି ଦେଖ ବହୁତ ଗୁଡେ ରହିଯାଇଛି। ତେଣୁ ତମେ ଏମିତି କରିବ। ଦେଖ ଡାଳକୁ ମୋହର କଣ ଟାଣି ନେଉଥାନ୍ତି କ୍ଷୀର ନୁହେଁ ଏତ ଏଇଠି ଦେଖ ଲୋତକ ଧାରାରେ ଗଛ ଲଗାଇବା ଫୁଲ ଫଳ ସାଇତିଛି ହେଲା। ତାପରେ 4ରେ ଅଛି ପର ଉପକାର ଏଇଟା ଲଗେଇ ପାରିବ ମୂଳ ମନ୍ତ୍ର ହେବ। ନେକ୍ସଟ ଜନମ କାଳରୁ ଏଇଟା ହବ 5 ବର୍ଷା ଝଡ଼ ସହିଛି ଜଗତ ହିତରେ ପିଲାମାନେ କଣ ଗଛ ଲଗାଇବା 2 ସହିତ ଯୋଡ଼ିବ। 7ରେ ଧରଣୀ ହସିଲେ ଆମ ପରିବେଶ ହସିବ 1 ସହିତ ଯୋଡ଼ି ନେବ। ତାପରେ ଏରୂପ ମୋହର କଣ ସାଧନାର ଫଳ ଖାଇକି କଣ କରିବା ପିଲାମାନେ ଶପଥ କରିବା 3 ସହିତ ଯୋଡ଼ିବ ହେଲା। ତାପରେ ଛାଇରେ ଆସରା ଦେଇଛି ଲାଷ୍ଟ ସହିତ ଲାଷ୍ଟଟାକୁ ଯୋଡ଼ି ନବ। ଏମିତି ତୁମେ ବହିରେ ଯୋଡ଼ି ନବ ହେଲା। ଖାତାରେ କସ୍ତମ ଦେଇକି ଏମିତି କରିବ। ତାପରେ ଦେଖ ଆସ ଯୋଡ଼ି ଶବ୍ଦ ବିଷୟରେ ଜାଣିବା। ନରମ ଗଳାରେ ଗଛଟି କହଇ ଶୁଣରେ ଭଉଣୀ ଭାଇ। ଉପରେ ରେଖାଙ୍କିତ ଶବ୍ଦଟି ଭଉଣୀ ଓ ଭାଇ ଶବ୍ଦ ଦୁଇଟି ମିଶି ଗୋଟେ ଶବ୍ଦ ହୋଇଛି ତାହା ହେଲା ଭଉଣୀ ଭାଇ। ଏହାକୁ ଯୋଡ଼ି ଶବ୍ଦ କୁହାଯାଏ। ପିଲାମାନେ ଭଉଣୀ ଭାଇ ଯୋଡ଼ି ଶବ୍ଦ। କେହି ଯୁଗ୍ମ ଶବ୍ଦ ବି କୁହନ୍ତି। ଏହାକୁ ଯୋଡ଼ି ଶବ୍ଦ ବା ଯୁଗ୍ମ ଶବ୍ଦ କୁହାଯାଏ। ଏଥର ତୁମ ବହିରୁ ଆଉ କେତୋଟି ଯୋଡ଼ି ଶବ୍ଦ ଖୋଜିକି ଲେଖ। ତାହେଲେ ପିଲାମାନେ ଯେମିତି ଭଉଣୀ ଭାଇ ଅଛି ସେଇଭଳି ଖରା କାକର ଅଛି ଯୋଡ଼ି ଶବ୍ଦ ଖରା କାକର। ଆହୁରି ଅଛି ଡାଳ ପତର କବିତାରେ ଅଛି ହେଲା। ଯେଉଁଗୁଡ଼ିକ ତୁମ କବିତାରେ ଅଛି ସେଇଗୁଡ଼ିକ ହିଁ ଲେଖିବ। ଚେର ମୂଳ ହେଲା ଚେର ମୂଳ ଏଗୁଡ଼ିକ ସବୁ ଯୋଡ଼ି ଶବ୍ଦ ବା ଯୁଗ୍ମ ଶବ୍ଦ ମଧ୍ୟ କୁହାଯାଏ।
ତାହେଲେ ଦେଖ ପଦ୍ୟ ରୂପରୁ ଗଦ୍ୟ ରୂପ। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ତାହେଲେ ରେଖାଙ୍କିତ ପଦଟିକୁ ଦେଖ, ଏହା ହେଉଛି ପଦ୍ୟରେ ପ୍ରକାଶିତ ରୂପ, ଏହାର ଗଦ୍ୟ ରୂପ ହେଉଛି ହତଶ୍ରୀ। ଏହିଭଳି ଆଉ କେତେକ ପଦ୍ୟ ରୂପ କବିତାଟିରେ ରହିଛି, ତୁମେ ସେଗୁଡ଼ିକୁ କ ସ୍ତମ୍ଭରେ ଲେଖ, ସେଗୁଡ଼ିକର ଗଦ୍ୟ ରୂପ ଖ ସ୍ତମ୍ଭରେ ଲେଖ। ତାହେଲେ ଗଦ୍ୟ ରୂପ ପିଲାମାନେ ଖ ସ୍ତମ୍ଭରେ ଲେଖିବା ହେଲା। ଗୋଟେ ଦେଇଦେଇଛି ଦେଖ କ ସ୍ତମ୍ଭ ହତଶ୍ରୀ, ଗଦ୍ୟ ରୂପ ହେଇଯାଉଛି ହତଶ୍ରୀ। ସେଇଭଳି ପିଲାମାନେ ପରାଣ, ପରାଣର କଣ ପ୍ରାଣ। ସେଇଭଳି ଆହୁରି ଲେଖିପାରିବା ଡାଳ ପତର, ଡାଳ ପତର, ଡାଳ ପତ୍ର, ଡାଳ ପତ୍ର। ସେଇଭଳି ଇରିଷା, ଇରିଷା, ଈର୍ଷା କଣ ଈର୍ଷା, ଈର୍ଷା। ସେଇଭଳି ପରିଜନ୍ତ, ପରିଜନ୍ତ ଅଛି ହେଲା, ପରିଜନ୍ତ ହବ ପର୍ଯ୍ୟନ୍ତ, ବୁଝିହେଲା। ସେଇଭଳି ଆହୁରି ଅଛି ପିଲାମାନେ, ଆହୁରି ଏଇଠି ଲେଖିଦଉଛି ଆସରା, କଣ ପିଲାମାନେ ଆସରା, ଆଶ୍ରା ହେଲା। ସେଇଭଳି ଆହୁରି ଅଛି ମନ୍ତର, ମନ୍ତର ହେଇଯିବ ମନ୍ତ୍ର। ସେଇଭଳି ଅଛି କରମ, କରମ କଣ ହବ କର୍ମ। ଆହୁରି ମଧ୍ୟ ପିଲାମାନେ କବିତାରେ ଅଛି ଜନମ, କଣ ହେଇଯିବ ଜନ୍ମ। ଆହୁରି ଅଛି ଯତନ, କରିଦବ କଣ ଯତ୍ନ ହେଲା। ଏମିତି ତୁମେମାନେ ଲେଖିନେବ, ଠିକ ଅଛି। ତାହେଲେ ପିଲାମାନେ ତୁମମାନଙ୍କର ପ୍ରଶ୍ନ ଗୁଡ଼ିକ ଏଇଠି ସରିଛି ତୁମମାନଙ୍କ ପାଇଁ ହେଲା। ଆଶା କରୁଛି ଭିଡ଼ିଓଟି ହେଲ୍ପଫୁଲ ହେଇଥିବ। ପିଲାମାନେ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଆଉ ଭିଡ଼ିଓ ଗୋଟେ ଲାଇକ୍ କରିବ। ଆଉ ଏହାପରେ ତୁମମାନଙ୍କୁ କେଉଁ ଟପିକର ଭିଡ଼ିଓ ଦରକାର, କ୍ୱେଶ୍ଚିନ୍ ଆନ୍ସର ମୋତେ କମେଣ୍ଟରେ ଜଣେଇବ। ଥ୍ୟାଙ୍କ ୟୁ।